ଦେଖନ୍ତୁ ମୁଁ ଗୋଟିଏ କଥା କହିବି ଯେତେବେଳେ ଲୋକାଭିମୁଖୀ କାର୍ଯ୍ୟ ଚାଲେ ଲୋକଙ୍କ ପାଇଁ କାର୍ଯ୍ୟ ଚାଲେ ଯେତେବେଳେ 24 ଘଣ୍ଟା ଯେଉଁ ନେତା ଲୋକଙ୍କ ପାଇଁ ସାଧାରଣ ଲୋକ ପାଇଁ ତତ୍ପର ହୁଏ ସେତେବେଳେ ସେ କାର୍ଯ୍ୟରେ ଯେଉଁମାନେ ଅନ୍ୟ ଦଳର ଆଗଧାଡ଼ିର ନେତା ଅନ୍ୟ ଦଳର କର୍ମକର୍ତ୍ତା ଥିବେ ସେତେବେଳେ ସେ କାର୍ଯ୍ୟକୁ ଦେଖିକି ସେ ଯେତେବେଳେ ପ୍ଲାଟଫର୍ମଟେ ପାଉଛନ୍ତି କାମ କରିବାକୁ କାରଣ ସେତେବେଳେ ସେମାନେ ସେ ପ୍ଲାଟଫର୍ମ ପାଉନଥିଲେ ସେମାନଙ୍କୁ ମିସଗାଇଡ୍ କରାହେଉଥିଲା ନିଶ୍ଚୟ ସେମାନଙ୍କର କାମ କରିବା ପ୍ଲାଟଫର୍ମ ଆମେ ରେଡ଼ି କରିଛୁ ଲୋକଙ୍କ ପାଇଁ କାମ କରି ଆସିବେ ସେମାନେ ନେତୃତ୍ୱ ନେବେ କାର୍ଯ୍ୟ କରିବେ ଆମ ସମସ୍ତଙ୍କର ଗୋଟିଏ ଲକ୍ଷ୍ୟ କେବଳ ଭାରତୀୟ ଜନତା ପାର୍ଟିର ସମସ୍ତ 7টাଙ୍କ ନିର୍ବାଚନ ମଣ୍ଡଳରେ ସମସ୍ତଙ୍କୁ ଏକ କରିକି ଯେଉଁମାନେ କାମ କରିବା ପ୍ଲାଟଫର୍ମ ଅଛି ସେ ଯେଉଁ ବି ଦଳର ହେଉନା କାହିଁକି ସମସ୍ତଙ୍କୁ ଏକ କରି କେମିତି ଯାଜପୁରକୁ ଆଗକୁ ନେବା ଏଠି ଗୋଟିଏ ନାରାରେ ଚାଲିବ କେମିତି ଯାଜପୁର ଆଗକୁ ନା ସେ କେବଳ ଲକ୍ଷ୍ୟ ରହିବ ଖାଲି ସେ ଯାହା କଥା କହିଲେ ସେ ଅନ୍ୟାନ୍ୟ ବହୁତ ଆଗକୁ ଅଛନ୍ତି ଯେଉଁମାନେ ମିଶୁଛନ୍ତି ଯାହାକୁ ଯାଜପୁରକୁ ଆହୁରି ସୁଦୃଢ଼ କରାହେବ ସଂଗଠନ ସୁଦୃଢ଼ କରାହେବ ସଂଗଠନ ସୁଦୃଢ଼ ହେଲେ ସରକାର ସୁଦୃଢ଼ ହେବ ସରକାର ସୁଦୃଢ଼ ହେଲେ ବହୁତ କାର୍ଯ୍ୟ ଆସିପାରିବ ଯାଜପୁରର ଉନ୍ନତି ହୋଇପାରିବ ଏ ପରିପ୍ରେକ୍ଷୀ ନିର୍ବାଚନ ସରିଲା ପରଠୁ ଏ ପ୍ରାୟ ମାସେ 2 ମାସ ପରେ ଆପଣ ଦେଖିଥିବେ ସବୁ ଏମିତି ଚାଲି ଆସିଛି ଏବଂ ମୁଁ ଖାଲି କହିଲି ଆଗକୁ ଆହୁରି ଚାଲି ଆସିବ ମୁଁ ଯେଉଁଟା କହିଲି ଏ କେବଳ ଯାଜପୁରର ଉନ୍ନତି ପାଇଁ କେବଳ ଏ ଜିନିଷ ହେଉଛି କାରଣ ଏଠି ବିରୋଧୀ ଶୂନ୍ୟ କରାହେଇକି ଗୋଟିଏ ପ୍ଲାଟଫର୍ମରେ ସମସ୍ତେ ରହିକି କେମିତି ଯାଜପୁରର ବିକାଶ ହେଇପାରିବ ଗୋଟେ ୱାର୍କିଂ ପ୍ଲାଟଫର୍ମ କରାହେଉଛି ଯେଉଁଥିରେ କି ସମସ୍ତେ କାର୍ଯ୍ୟ କରିପାରିବେ ତେଣୁ ଏ ଆଗକୁ ଏମିତି ବହୁତ ଲୋକ ଅଛନ୍ତି ଯେଉଁମାନେ କାର୍ଯ୍ୟ କରିବାକୁ ଚାହୁଁଛନ୍ତି ଅନ୍ୟ ଦଳରେ ସେମାନେ ବି ଆସିକି ଭାରତୀୟ ଜନତା ପାର୍ଟି ଦଳରେ ଆମର ରାଜ୍ୟ ସଭାପତି ମନମୋହନ ସାମଲ ଭାଇଙ୍କର ଏବଂ ଆମ ସମସ୍ତଙ୍କର ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ଶ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ନେତୃତ୍ୱରେ ଓଡ଼ିଶାକୁ ସୁଦୃଢ଼ ଯାଜପୁରକୁ ସୁଦୃଢ଼ କରିବାକୁ ସମସ୍ତେ ଆସିବେ।